আহ, 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 উফ, উফ। হে ଧନନ୍ତରୀ, ମୋ ପ୍ରାର୍ଥନା ବାରେ ଶ୍ରବଣ କର ଧନନ୍ତରୀ। କିଏ କିଏ ତୁମ୍ଭେ? ମୁଁ ମୁଁ ଅଗ୍ନିଦେବ। ଅଗ୍ନିଦେବ? କି ହୋଇଛି ଅଗ୍ନିଦେବ? କଣ ତୁମର ପ୍ରାର୍ଥନା? ଦେବବୃନ୍ଦ କେହି ମୋର ଦୁଃଖ ଶୁଣିଲେ ନାହିଁ। ଜଣାଯାଏ ଜଣାଯାଏ ବହ୍ନିଠାରେ କାହାରି କିଛି ପ୍ରୟୋଜନ ନାହିଁ। ଠିକ୍ ଅଛି, ମୁଁ ତେବେ ଯାଉଛି, ଏଇ ମୁହୂର୍ତ୍ତରେ ପ୍ରାଣ ବିସର୍ଜନ କରିବି। ଶାନ୍ତ ହୁଅ, ଶାନ୍ତ ହୁଅ ବୈଶ୍ୱାନର, ଶାନ୍ତ ହୁଅ। ତୁମ୍ଭକୁ କୌଣସି ବ୍ୟାଧି ଆକର୍ଷିଲା ପରି ତୁମ୍ଭର ଏ ବିକୃତ ରୂପରୁ ଅନୁମାନ ହୁଏ। ଏହା କଣ ସତ୍ୟ ବୈଶ୍ୱାନର? ସତ୍ୟ ଧନନ୍ତରୀ, ସତ୍ୟ। ତେବେ କି ବ୍ୟାଧି, କେଉଁ ଦୋଷରୁ ତାହା ହୋଇଛି ଅବିଳମ୍ବେ ପ୍ରକାଶ କର। ଆମ୍ଭେ ତହିଁର ଆରୋଗ୍ୟ ଲାଗି ଯତ୍ପର ନାସ୍ତି ଚେଷ୍ଟା କରିବୁ। ଶୁଣ ଦେବ ବୈଦ୍ୟ ଧନନ୍ତରୀ। ଶ୍ଵେତ ରାଜା ଯଜ୍ଞ କରି ହସ୍ତିଶୁଣ୍ଡ ପ୍ରମାଣେ ଘୃତ ଆହୁତି ଦେଲା। ଲୋଭାସକ୍ତ ହୋଇ ମୁଁ ସେହି ହବିଷ୍ୟକୁ ବହୁ ପରିମାଣରେ ଗ୍ରାସ କରିବାରୁ ମୋର ଏ ଦୁର୍ଦ୍ଦଶା। ଦାରୁଣ ଯନ୍ତ୍ରଣାରେ ପ୍ରାଣବାୟୁ ଉଡ଼ିଗଲା ପରି ମନେ ହେଉଛି। ଏଭଳି ବଞ୍ଚିବା ଅପେକ୍ଷା ମୃତ୍ୟୁବରଣ କରିବା ମୋ ପକ୍ଷରେ ଶ୍ରେୟସ୍କର ଧନ୍ୱନ୍ତରୀ। ଧୈର୍ଯ୍ୟ ଧର ଅଗ୍ନିଦେବ। ତୁମ୍ଭେ ବର୍ତ୍ତମାନ ଲୁଦବୁଦୁ ନାମକ ବ୍ୟାଧି ଦ୍ୱାରା କବଳିତ ହୋଇଛ। ସ୍ୱର୍ଗପୁରର ଔଷଧ ବିନା ଏ ବ୍ୟାଧିରୁ ମୁକ୍ତି ପାଇବା ଅସମ୍ଭବ ଅଗ୍ନିଦେବ। ସ୍ୱର୍ଗରେ ସ୍ୱର୍ଗରେ ସେ ଔଷଧ କେଉଁଠାରେ ଅଛି ଧନନ୍ତରୀ? ସଚିପତି ଇନ୍ଦ୍ରଙ୍କ ତତ୍ତ୍ୱାବଧାନରେ। ବେଶ, ମୁଁ ତେବେ ଇନ୍ଦ୍ରଙ୍କ ନିକଟକୁ ଗମନ କରୁଛି। ତଥାପି ତାହା ଗୋପନ ଭାବରେ ରହିଛି ଅଗ୍ନିଦେବ। ତେବେ ତେବେ କଣ ମୋର ଆଉ ବଞ୍ଚିବାର ଆଶା ନାହିଁ ଧନନ୍ତରୀ? ଅଛି। ତୁମ୍ଭେ ଯଦି କୌଣସି ଉପାୟରେ ଖାଣ୍ଡବ ଅରଣ୍ୟକୁ ଦହନ କରିପାରିବ, ତେବେ ତୁମ୍ଭେ ଅକ୍ଲେଶରେ ଏହି ଲୁଦବୁଦୁ ବ୍ୟାଧିରୁ ମୁକ୍ତି ପାଇପାରିବ। ଖାଣ୍ଡବ ଦହନ କରିବା ମୋ ପକ୍ଷରେ ତ ସମ୍ଭବ ନୁହେଁ ଧନନ୍ତରୀ। ତୁମ୍ଭେ ବର୍ତ୍ତମାନ ପାଣ୍ଡବ ବୀର ଅର୍ଜୁନଙ୍କ ନିକଟକୁ ଛଦ୍ମବେଶରେ ଗମନ କର। ସେହି କେବଳ ତୁମ୍ଭକୁ ଏ କାର୍ଯ୍ୟରେ ସହାୟ ହେଲେ ତୁମ୍ଭେ ରୋଗମୁକ୍ତ ହୋଇପାରିବ। ବହ୍ନି ଯାଅ ବାରୁଣା ନଗର गे, ଭ୍ରାନ୍ତି ହରିବ ଇନ୍ଦ୍ର କୁମର गे। ବହ୍ନି ଯାଅ ବାରୁଣା ନଗର गे, ଭ୍ରାନ୍ତି ହରିବ ଇନ୍ଦ୍ର କୁମର गे। ଅର୍ଜୁନ ମୋର ଭ୍ରାନ୍ତି ଦୂର କରିବ, କିନ୍ତୁ କିପରି? ଖାଣ୍ଡବ ଯେବେ ଦାହ କରିବ ଧନଞ୍ଜୟ, ଖାଣ୍ଡବ ଯେବେ ଦାହ କରିବ ଧନଞ୍ଜୟ, ତବ ଭୟ गे ବଟି ମନୁ ଦୂର गे, ଭ୍ରାନ୍ତି ହରିବ ଇନ୍ଦ୍ର କୁମର गे। ଯାଆନ୍ତୁ ଅଗ୍ନିଦେବ। ଯେକୌଣସି ଉପାୟରେ ଅର୍ଜୁନକୁ ବନବାସକୁ ନେଇ ପଥ ମଧ୍ୟରେ ତୁମ୍ଭର ଅଭିଷ୍ଟ ସାଧନ କର। କିନ୍ତୁ କିନ୍ତୁ ଅର୍ଜୁନକୁ ମୁଁ ତାଙ୍କ ଗୃହ ମଧ୍ୟରୁ ନେବି କିପରି? ଦୟାକରି ମୋତେ ଏହାର ଉପାୟ କହିଦିଅ ଧନନ୍ତରୀ। ଦ୍ରୌପଦୀ ସଙ୍ଗେ ଭୀମ ରମିଲା ନିଶିଦିନ, ଦ୍ରୌପଦୀ ସଙ୍ଗେ ଭୀମ ରମିଲା ନିଶିଦିନ, ଭ୍ରାତାରେ କଲା ବିଚାର गे, ଭ୍ରାନ୍ତି ହରିବ ଇନ୍ଦ୍ର କୁମର गे। ଏଥି ନିମନ୍ତେ ପାଣ୍ଡବ ପାଞ୍ଚ ଭାଇଙ୍କ ମଧ୍ୟରେ ଏକ ସର୍ତ୍ତ ରଖାଯାଇଛି। ସର୍ତ୍ତ? କି ସର୍ତ୍ତ? ସେ ଯୋଗୁ ପଣ୍ଡୁ ପୁତ୍ର କରିଲେ ଦୃଢ଼ ବ୍ରତ, ସେ ଯୋଗୁ ପଣ୍ଡୁ ପୁତ୍ର କରିଲେ ଦୃଢ଼ ବ୍ରତ, ଜଣକୁ ଦିନେ ବିଚାର गे, ଭ୍ରାନ୍ତି ହରିବ ଇନ୍ଦ୍ର କୁମର गे। जेबा बहिब आंट प्रतिज्ञा हेब नष्ट, जेबा बहिब आंट प्रतिज्ञा हेब नष्ट, बनबासता प्रतिकार गे, भ्रांति हरिब इंद्र कुमर गे।
କରି କପଟ ବୃତ ବନେ ପଠାଅ ପାର୍ଥ, କରି କପଟ ବୃତ ବନେ ପଠାଅ ପାର୍ଥ। ବାଳକୃଷ୍ଣର ଏ ବିଚାର ହେ, ଭ୍ରାନ୍ତି ହରିବ ଇନ୍ଦ୍ର କୁମର ହେ। ଓ ବୁଝିଲି। ତେବେ ଯାଅ ଅଗ୍ନିଦେବ, ଶୀଘ୍ର ତୁମ୍ଭେ ବାରୁଣା ନଗରକୁ ଯାତ୍ରା କର। ପାଞ୍ଚାଳି ଉଆସରେ ଧର୍ମରାଜ କିମ୍ବା ଅନ୍ୟ ଭାଇ ଥିଲାବେଳେ ତୁମ୍ଭେ ସେ ଉଆସ ମଧ୍ୟକୁ ଅର୍ଜୁନକୁ ପଠାଇବା ପାଇଁ କପଟ ଉପାୟ ଅବଲମ୍ବନ କର। ତେବେ ଯାଇ ତୁମର ମନସ୍କାମନା ପୂର୍ଣ୍ଣ ହେବ ଅଗ୍ନିଦେବ। ବେଶ, ମୁଁ ତେବେ ମର୍ତ୍ତ୍ୟ ଭୁବନକୁ ଏଇ ମୁହୂର୍ତ୍ତରେ ଯାତ୍ରା କରୁଛି ଧନନ୍ତରୀ। ଏଇ ତ ବାରୁଣା କଟକ। ଯାଉଛି, ଏକ ଦରିଦ୍ର ବ୍ରାହ୍ମଣ ବେଶ ଧାରଣ କରି ଅର୍ଜୁନ ସହିତ ସାକ୍ଷାତ କରିବାକୁ ଚେଷ୍ଟା କରିବି। अरे 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 हो नाना हो नाना, ये कहा किछ न कई वास भीतर कुआर पस जाउछ। आंभे कोन मिछ पेठी जगुआड़ हेई बसिछ। ତମେ ତ ଢୋଳଉଥିଲ, ଆମ୍ଭେ ଭାବିଲୁ ତୁମ୍ଭ ନିଦ୍ରାରେ କାହିଁକି ମିଛରେ ବ୍ୟାଘାତ ସୃଷ୍ଟି କରିଥାନ୍ତୁ। ହଁ ତା नुआ कोन बुद्धिमानर कार्यटा करी मते निदुरु न उठे भीतरକୁ पसी जाउथला मो चाकरी खंडक नवा आसारे आ नुए। ନାଇଁ ନାଇଁ, ଆମେ ସେପରି କାର୍ଯ୍ୟ କରିବାକୁ ଆସିନୁ। ତେବେ କୋଉଥି ପାଇଁ ଆସିଥିଲ ଶୁଣେ? ମୁଁ ଜଣେ ଗରିବ ବ୍ରାହ୍ମଣ ଆସିଥିଲି। ବର୍ତ୍ତମାନ ଦାନ ମିଳିଆ ସମୟ ହେଇ ନାହିଁ, ପରେ ଆସିବ ଯା। ମୁଁ ଦାନାର୍ଥୀ ନୁହେଁ କି କିଛି ନବା ଆଶାରେ ଏଠିକି ଆସିନି। ତେବେ ଆସିବାର କାରଣଟା କଣ? ବର୍ତ୍ତମାନ ଧର୍ମରାଜ କୋଉଠାରେ କହିପାରିବ? ସିଏ ବର୍ତ୍ତମାନ ଅନ୍ତପୁରରେ। ଏଇ ତେବେ ଠିକ୍ ସମୟ। ଏଇ ସମୟରେ ଉପାୟ ନ କଲେ ବ୍ୟାଧିମୁକ୍ତ ହେଇପାରିବିନି। ଆଚ୍ଛା ଦୂତ, ମୋର ଟିକେ ମଧ୍ୟମ ପାଣ୍ଡବ ଅର୍ଜୁନଙ୍କ ସହିତ କିଛି କାର୍ଯ୍ୟ ଅଛି, ତାଙ୍କୁ ଟିକେ ଖବର ଦେଇପାରିବ? ହଉ ବସନ୍ତୁ, ମୁଁ ଖବର ଦେଇ ଦଉଛି। ଏ କଣ ଘନ ଘନ ବାମ ବାହୁ ସ୍ଫୁରୁଛି କାହିଁକି? ଏ ତ ସବୁ ଅମଙ୍ଗଳର ଲକ୍ଷଣ। ମହାବାହୁଙ୍କର ଜୟ ହେଉ। କି ସମ୍ବାଦ ଦୂତ? ଜଣେ ବ୍ରାହ୍ମଣ ଆପଣଙ୍କ ଦର୍ଶନ ପାଇଁ ଦ୍ୱାର ଦେଶରେ ଅପେକ୍ଷା କରିଛନ୍ତି ମହାବାହୁ। ବ୍ରାହ୍ମଣ? ତାଙ୍କର କଣ ଅଭିଳାଷ ଜାଣିଛ ଦୂତ? ନା ମହାଭାଗ। ବେଶ, ତାଙ୍କୁ ମୋ ନିକଟକୁ ନେଇ ଆସ। ଆଣୁଛି ମହାଭାଗ। ଏହି ସେ ବ୍ରାହ୍ମଣ। ଆସ ଆସ ଦ୍ୱିଜବର, ତୁମ୍ଭକୁ ଦର୍ଶନ କରି ନିଜକୁ ମୁଁ ଭାଗ୍ୟବାନ ମନେ କରୁଛି। କି ବା ତବ ଅଭିଳାଷ ପ୍ରକାଶ କର ଦ୍ୱିଜବର। କହ କହ ଦ୍ୱିଜ, ଅଛି କି ବା କାର୍ଯ୍ୟ? ଆସିଲ ମୋ ପୁର ହେ, ଆସିଲ ମୋ ପୁର ହେ। नेत्रे देखी तब पदराजी, जन्म सफल होइला जी। शंका मनो तेजी, जेबा मन राजी। हेजी कह गिर हे, हेजी कह गिर हे। वीर फाल्गुनी, अटे ताहा गुरुतर कथा। केबा होई अछि तबरी, आसी पांडवे कर गुहारी। कह दया करी मो संशय हरि। चिंता कर दूर हे, चिंता कर दूर हे।
जेबासा कर हे प्रकाश शक्ति थिले करि पारे तोष बाल कृष्ण रस कलाए रहस्य दोषा दोष हर हे दोषा दोष हर हे अर्जुन संतुष्ट मु हेली आज सम्मान तुम्भर किंतु तुम्भठारे नाही किछि प्रयोजन मोर। तेबे कि कारणे आसीअछ द्विज? ए समय धर्मसूत रहिछंती जहि दियो तांकु बारता मोहर मुहूर्तक मध्य आसी करिवे से देखा। भाई तो वर्तमान द्रौपदी अंतपुरे ए खबर तांको देवी केमिति? कि निमंते नीरव अर्जुन हेउअछि समय विलंब। पार्थकु हो जाई भ्रातरे पार्थकु हो जाई भ्रातरे हिता हिते आसीछि मु भीत नुहे व्यर्थरे पार्थकु हो जाई भ्रातरे अमरे पेशिले मोते गुपते आसीछि एथे अमरे पेशिले मोते गुपते आसीछि एथे कहिबी सर्व साक्षाते जानी था तो स्वार्थरे पार्थकु हो जाई भ्रातरे शुण अर्जुन मु जो खबरटी देवता मानक ठारु आनिछि ताहा युधिष्ठिरଙ୍କ छड़ा अन्य काहारी आगरे प्रकाश करिबि नाही। बेश ताहले किछि समय अपेक्षा करंतु द्विजवर ए समय रे भाईଙ୍କ पाखକୁ ଯିବା ମୋ ପକ୍ଷରେ ଆଦୌ ସମ୍ଭବ ନୁହେଁ। ना आउ मु अपेक्षा करि पारिबि नाही अर्जुन। अरक्ष प्राय को मुहि थिबि तो द्वारे अनाई अरक्ष प्राय को मुहि थिबि तो द्वारे अनाई एक क्षणी जणाओ जाई न कर अनर्थरे पार्थकु हो जाई भ्रातरे ना द्विजवर ଏହା କେବେ ସମ୍ଭବ ନୁହେଁ। जाणु ब्रह्म पराक्रम दहिब बारुणा धाम जाणु ब्रह्म पराक्रम दहिब बारुणा धाम कहीं की करो तो काम बाल कृष्ण कृत्य पार्थकु हो जाई घातरे जाओ अर्जुन विलंब कले ब्रह्म सापरे दहिवित वंश भीरु निज प्राण रक्षा लगी नेबु किबा ब्राह्मणर प्राण एई किबा क्षत्रिय चित धर्म अभिशाप घेन मोर मूर्ख। कोप शांत करंतु द्विजवर औ दंडे रह देव देवी मु बारताणी आउ दंडे रह देव देवी मु बारताणी आउ दंडे रह देव। पांचाली मंदिरे भ्राता पांचाली मंदिरे भ्राता अछंती मु भले जानी आउ दंडे रह देव देवी मु बारताणी आउ दंडे रह देव। से थिले
तुम्भे सेठाकु जीवाकु कुंठित काहींकी? ବୃକଦର ଲାଗି ପଣ କରିଅଛୁ 5 ଜଣ। ବୃକଦର ଲାଗି ପଣ କରିଅଛୁ 5 ଜଣ। ଯେ ଯାହାର ପାଳି ଦିନ, ଯେ ଯାହାର ପାଳି ଦିନ, ଯିବୁ ପ୍ରିୟା ପାଶେ ମାନି ଆଉ ଦଣ୍ଡେ ରହ ଦେବ। ଦେବି ମୁଁ ବାରତାଣି ଆଉ ଦଣ୍ଡେ ରହ ଦେବ। ए नियम लंघन कले किछि कोन प्रमाद घटिब? तहिरु हेले विरात न रहिब मोर व्रत। तहिरु हेले विरात न रहिब मोर व्रत। हेबुनी से निर्वासित, हेबुनी से निर्वासित। शांत हुओ प्रते मणि ଆଉ ଦଣ୍ଡେ ରହ ଦେବ। ଦେବି ମୁଁ ବାରତାଣି ଆଉ ଦଣ୍ଡେ ରହ ଦେବ। मिथ्या कथा। ब्राह्मण को भंडाइबा पाई ए तुम्भर कौशल। बेस मु फेरी जाउछि। भल मंद घटिब जा पछे न धरिबु दोष मोर मूर्ख। रुहंतु द्विजवर, अपेक्षा करंतु। घटिले जा घटिब प्रमाद, जाउछि मु तब वाक्य पाळिबि एक्षणी। हे भगवान, बिना मेघे घटिब कि वज्रर पतन? हे भगवान, कि विपदरे मते पकाइल। एपरी समय रे भाईको निकटकू किपरि छिबी? औ तो मोर पाद चलू नहीं। करुणा सिंधु करुणा कल कि मोठारे उणा। करुणा सिंधु करुणा कल कि मोठारे उणा। करुणा सिंधु करुणा ए बारुणा सुख आज होई जीव पराउणा। करुणा सिंधु करुणा। मुकारे पांचिली छंद ধাতা মোতে কলা মন্দ। মুকারে পাঞ্চিলি ছন্দ ধাতা মোতে কলা মন্দ। অরজি যাউছি দ্বন্দ্ব জানি হই তো জনা। করুণা সিন্ধু করুণা। हे विधाता, मु काहाकू केउ दुर्दशारे पकईथिली जे वर्तमान तार फल भोग्यकू मुही जाउछि। আজি এ বিপদ গাতি মস্তকে দেল সম্পাদি। আজি এ বিপদ গাতি মস্তকে দেল সম্পাদি। बढ़िला विपद नदी बालकृष्णर रचना। करुणा सिंधु करुणा कल कि मोठारे उणा। करुणा सिंधु करुणा। ना मोर पछे दश जहा हेउ, किंतु ब्रह्म साफरे सारा वंश को केबे हेले ध्वंस कराइबी नहीं।
ଚାଏ ଚାଏ ଏଥିରେ ଅନ୍ତପୁର ମଧ୍ୟକୁ। ଭାଇ ଭାଇ କିଏ? ଅର୍ଜୁନ? ମୁଁ ତେବେ ଆସୁଛି ସ୍ୱାମୀ। ଏହି କି ତୋର ବିବେକ ପାର୍ଥ? ଏତେ ବଡ଼ ଲଜ୍ଜା ମତେ ଦେଲୁ ଧନଞ୍ଜୟ? কিম্পাই কলু এ অনর্থরে আরে পার্থ ঘুড়িলা কি বুদ্ধি তোর ঘুড়ি গলু ব্রত কিম্পাই কলু এ অনর্থরে আরে পার্থ ঘুড়িলা কি বুদ্ধি তোর ঘুড়ি গলু ব্রত ছাড়িলা কি তোতে ধর্ম দেলু মতে এড়ে শর্ম ছাড়িলা কি তোতে ধর্ম দেলু মতে এড়ে শর্ম কাহি শিখিলু এ কর্ম লড়িলু তো স্বার্থ ঘুড়িলা কি বুদ্ধি তোর ঘুড়ি গলু ব্রত ଭାଇ ମୋ କଥା ଆଗ ଶୁଣନ୍ତୁ ଭାଇ। দ্রৌপদী যেবে তো কিଣା নথিলা কি আগু জଣା দ্রৌপদী যেবে তো কিଣା নথিলা কি আগু জଣା আজি কি বিবেচনা করিলু তু দুষ্ট উড়িলা কি বুদ্ধি তোর উড়ি গলু ব্রত জানিয়ে পামর শাস্তি কি সাহসে দেলু মতি জানিয়ে পামর শাস্তি কি সাহসে দেলু মতি রটিলায়ে অপখ্যাতি কহে বাল কৃষ্ণ উড়িলা কি বুদ্ধি তোর উড়ি গলু ব্রত ଭାଇ ଏ ମୋର ପୋଡ଼ା କର୍ମ ଭାଇ, ସବୁ ମୋ କର୍ମର ଦୋଷ। କେବଳ କର୍ତ୍ତବ୍ୟର ଆହ୍ୱାନରେ ମୁଁ ସବୁ ଜାଣିଶୁଣି ଏ ଗୃହରେ ପ୍ରବେଶ କରିବାକୁ ବାଧ୍ୟ ହୋଇଛି। କର୍ତ୍ତବ୍ୟର ଆହ୍ୱାନ? କି କର୍ତ୍ତବ୍ୟ? କିଏ ପଠାଇଛି? ଦ୍ୱାର ଦେଶରେ ଏକ ବ୍ରାହ୍ମଣ ଆପଣଙ୍କ ସାକ୍ଷାତ ଚାହାନ୍ତି ଭାଇ। ତାଙ୍କ କଥାରେ ବାଧ୍ୟ ହୋଇ ବ୍ରହ୍ମଶାପକୁ ଭୟ କରି ମୁଁ ପ୍ରତିଜ୍ଞା ଲଙ୍ଘନ କରିଛି ଭାଇ। ବେଶ, ଚାଲ ଯିବା ବ୍ରାହ୍ମଣଙ୍କ ନିକଟକୁ। କି ନିମନ୍ତେ ଆସିଛନ୍ତି ବୁଝିବା। ଚାଲନ୍ତୁ ଚାଲନ୍ତୁ ଭାଇ। କାହାନ୍ତି କାହାନ୍ତି ସେ ଦିବ୍ୟ? ଏଇଠି ତ ସେ ବ୍ରାହ୍ମଣ ଥିଲେ ଭାଇ। ଦୂତ, କେଉଁଆଡ଼େ ଗଲେ ସେ ବ୍ରାହ୍ମଣ? ସେ ଏହି କ୍ଷଣି ବାହାରକୁ ଗଲେ ପ୍ରଭୁ। ଯେତେ ତାଙ୍କୁ ଅଟକାଇଲି ଜମା ମୋ କଥା ଶୁଣିଲେ ନାହିଁ। ଏଥରକ ଆପଣ ସନ୍ଦେହ ମୁକ୍ତ ହେଲେ ତ ଭାଇ? ହଁ, ତୋର ଏଥିରେ ତିଳେ ହେଲେ ଦୋଷ ନାହିଁ। ତଥାପି ଆଦେଶ କରନ୍ତୁ ଭାଇ। ତିଳେ ମାତ୍ର ନ କରିଣ ଦ୍ୱିଧା ପାଳିବି ମୁଁ ପୂର୍ବର ପ୍ରତିଜ୍ଞା। ନା ନା ଅର୍ଜୁନ, ମୁଁ ଏବେ ଭଲ ରୂପେ ବୁଝିଛି ତୁ ନିର୍ଦ୍ଦୋଷ। ଏ କି କଥା କହୁଛନ୍ତି ଭାଇ? ଫେରିକି ପାରଇ କେବେ ସିନ୍ଧୁଗାମୀ ସ୍ରୋତ? କ୍ଷତ୍ରିୟ ସନ୍ତାନ ମୁହିଁ, ନ ଲଙ୍ଘିବି କେବେ ମୋ ନିୟମ। ଶ୍ରୀଚରଣୁ ତବ ମେଲାଣି ଦିଅନ୍ତୁ ଏବେ। ଦିଅ ଦେବ ଆଶୀର୍ବାଦ, ପିତାୟ ଘେନୁଛି ତବ ଛନ୍ଦ ମୋତେ କଲାଣି ଦଇବ। ଦିଅ ଦେବ ଆଶୀର୍ବାଦ, ବିଦାୟ ଘେନୁଛି ତବ ଛନ୍ଦ ମୋତେ କଲାଣି ଦଇବ। ଏ ବାରୁଣା ସୁଖ ଭୋଗ ଆଜୁ ହେଲା ଟିଅ ଭାବ, ଜାଣିଲି ମୁଁ କର୍ମ ହତଭାଗ୍ୟ। ଦିଅ ଦେବ ଆଶୀର୍ବାଦ, ବିଦାୟ ଘେନୁଛି ତବ ଛନ୍ଦ ମୋତେ କଲାଣି ଦଇବ। ନା ନା ଅର୍ଜୁନ, ନା, ଏହା କେବେ ହୋଇପାରେ ନା। ପୂର୍ବୂଜା ହୋଇଛି ପଣ ପାଳିବି ଆଜ ବହନ। ପୂର୍ବୂଜା ହୋଇଛି ପଣ ପାଳିବି ଆଜ ବହନ। ବାରୁଣାର ନୁହେଁ ମୁହିଁ ଯୋଗ୍ୟ। ଦ୍ୱାଦଶ ବରଷ ପୂର୍ଣ୍ଣ କରି ଫେରିବି ସଦନ। ବାଳକୃଷ୍ଣର ଜିଲାଇ ପଦ। ଦିଅ ଦେବ ଆଶୀର୍ବାଦ,
বিদায় ঘেনুছি তব ছন্দ মতে কলাণী দৈব। ভাই ଏଥର ମତେ ମେଲାଡ଼ି ଦିଅନ୍ତୁ ଭାଇ। ପ୍ରାଣରେ ଯଦି ବଞ୍ଚି ଥାଏ ତେବେ 12 ବର୍ଷ ପରେ ଆପଣଙ୍କ ଶ୍ରୀଚରଣ ବନ୍ଦନ କରିବି। ନା ନା ଅର୍ଜୁନ ନା। ଦୂତ ଶୀଘ୍ର ଯାଇ ଦ୍ରୌପଦୀଙ୍କୁ ଖବର ଦେ ଏଠିକି ଆସିବା ପାଇଁ। ଯଥା ଆଜ୍ଞା ପ୍ରଭୁ। ଏ ଦାସୀକି ଆପଣ ସ୍ମରଣ କଲେ ପ୍ରଭୁ? ହଁ ଦ୍ରୌପଦୀ, ପୂର୍ବପଣ ଅନୁଯାୟୀ ଅର୍ଜୁନ ବର୍ତ୍ତମାନ ବନବାସ ଯିବାକୁ ପ୍ରସ୍ତୁତ। ତୁମ୍ଭେ ତାଙ୍କୁ ବୁଝାଅ ପ୍ରିୟ। ମୁଁ ଯାଇ ଅନ୍ୟ ଭାଇମାନଙ୍କୁ ଏ ଖବର ଜଣାଇ ଦିଏ। ଯାହା ମୁଁ ଶୁଣିଲି ତାହା କ'ଣ ସତ୍ୟ ସ୍ୱାମୀ? ହଁ ପ୍ରିୟ, ତୁମ୍ଭ ସହିତ ଏହା ମୋର ଶେଷ ସାକ୍ଷାତ। ଏ କି କଥା କହୁଅଛ ନାଥ? ଅଧୀନାକୁ ଛାଡ଼ି ଯିବେ କୁଆଡ଼େ? ମୋରାଣ ପରାଣ ଧନ ନ ଯାବନ, ହରାଇ ବଞ୍ଚିବି କେନେ ତବ ବଦନ। ମୋରାଣ ପରାଣ ଧନ ନ ଯାବନ, ହରାଇ ବଞ୍ଚିବି କେନେ ତବ ବଦନ। ମୋରାଣ ପରାଣ ଧନ। রবি জিণা মুখ ছবি, হরাই সতে বঞ্চিবি। রবি জিণা মুখ ছবি, হরাই সতে বঞ্চিবি। দিবানিশি ভাবি ভাবি, দিবানিশি ভাবি ভাবি জীব জীবন। মোরাণ পরাণ ধন ন যাবন, হরাই বঞ্চিবি কেনে তব বদন। মোরাণ পরাণ ধন। ନିୟତିର ଗତିରୋଧ କରିବାକୁ ଶକ୍ତି କାହାର ଅଛି ପ୍ରିୟ? ନିୟମ ଲଙ୍ଘନ ମହାପାପ। ବୃଥାରେ ମୋତେ ଆଉ ବଳାଅ ନାହିଁ ସଖୀ। ଦାସୀରେ ନୁହ ନିର୍ଦୟା, ଉଡ଼ି ଯାଉଛି ମୋ ସାହା। ଦାସୀରେ ନୁହ ନିର୍ଦୟା, ଉଡ଼ି ଯାଉଛି ମୋ ସାହା। ପ୍ରାଣ ରଖ ପ୍ରାଣ ନାହା, ପାଳି ରତନ। ମୋରାଣ ପରାଣ ଧନ ନ ଯାବନ, ହରାଇ ବଞ୍ଚିବି କେନେ ତବ ବଦନ। ମୋରାଣ ପରାଣ ଧନ। ନାଥ, ଏ ଦାସୀକୁ ଯେବେ ଅନ୍ତର କରୁଛନ୍ତି ତେବେ ଏ ଅଲୋଡ଼ା ଜୀବନ ଥାଇ ଆଉ କି ପ୍ରୟୋଜନ? ଏ ତୁମ୍ଭର ବୃଥା ଭାବନା ଯାଜ୍ଞସେନୀ। କ୍ଷତ୍ରିୟ ରମଣୀ ହୋଇ ତୁମ୍ଭେ କ'ଣ କ୍ଷତ୍ରିୟର ହୃଦୟକୁ ଜାଣ ନାହିଁ? ଯାହା କର୍ମରେ ଯାହା ଲେଖା ଅଛି ତାକୁ କ'ଣ କିଏ କେବେ ଅନ୍ୟଥା କରିପାରେ? ବିଦାୟ ଘେନୁଛି ପ୍ରିୟ। ଜୀବନରେ ବଞ୍ଚିଥିଲେ 12 ବର୍ଷ ପରେ ପୁଣି ତୁମ୍ଭ ସହିତ ସାକ୍ଷାତ।
पिता पिता प्रिय पिता आहा निघंच अरण्य मध्य सुसज्जित प्रमोद उद्यान आसला केउठु काहारे उद्यान एपरी सुरम्य मनोहर स्थान आउ तो केउठी देखिली नाही। एहार शोभा संदर्शन रे मोर समस्त दुख क्लांति अपसारित होईछि। जाए किछि क्षण एठारे विश्राम करे। ए कौन कौन सी हिंस्र जंतु आसला परी मने होछि। हाँ तो गंडाटाए चाहे बड़ भाग्यर विषय कर्म को आसी गंडाटे जुटिलानी या को आज एठारे शिकार करिबे। एई सर रे आज चाहे बाण मोर व्यर्थ हुई नहीं। चाहे देखे गंडाटी गला केवाड़े। पार्वती पार्वती कौन प्रभु? मने हुए गंडा तब पड़ी विपदे। तेबे चलंतु प्रभु शीघ्र ताकू देखिबा चलंतु। आस देवी। ए कौन मु देखुछि प्रभु? अति प्रिय गंडा मोर नाही जीवन रे आउ कहार एड़े साहस किए मोर संतान को मारिछि। धैर्य धर पार्वती धैर्य धर। आउ की धैर्य धरिबी प्रभु? जे मोर गंडा को विनाश करिछि ता पक्षरे मते विनाश करबा को आउ केते मात्र ना मु ए प्राण आउ रखिबी नाही। चिंतित न हुआ प्रिय एई मुहूर्त रे मारिबी पाषंडे स्वर्ग मर्त्य रसा तले जेउठी लुचिब खोजी ताकू करिबी विनाश। जदि स्वयं गोलकाधिपति नारायण ता सपक्षरे चक्र धारण करंती तथापि तथापि मु त्रिबार सत्य करी कहूची मो हस्तरु नाही तार केबे परित्राण। आस आस पार्वती आस। कहीं कहीं से ही गंडा आश्चर्य। तेबे तेबे कौन मोर लक्ष्य भ्रष्ट होई गला? सरटा तो निश्चय स्थान रे पड़ी थांता किंतु सर कहीं सामान्य गंडाटा मोर लक्ष्य बहिर्भूत होई गला। ठीक सत ठीक मते ए धनुसर धरिबा मोर वृथा। मूर्ख एड़े तोर आस्पर्धा एड़े दर्प भेक होई भुजंग बिलरे पुराई छुहात कह बर्बर की कारणे गंडा मोर करिलु विनाश। अरण्य रे बोलुथुबा गंडा जे तुमर एहार प्रमाण प्रमाण गंडाटा पाई तो संढा मोड़ी बिरे आजी। कंडा गला प्राय मते मणिछु की पाजी। मूर्ख अपराध करी पुणी मुह टाण देखौछु रे नराधम कर बेगे इष्ट चिंता तोर। रे किरात मरिबाकू हुआ तू प्रस्तुत हुआ तेबे अग्रसर गुंचाई भी रणसाध तोर। संभाळ संभाळ गला मोर एई जळाधारा सर। वायुव्यास्त्रे उड़ाइली देखरे बर्बर। एई देखो रे मूर्ख पर्वतास्त्रे काटिली तो मुंड। देख ताकू वज्रबाणे कली खंड खंड। बेसिली कुहुड़ी बाण संभाळ सबर। सेदिला ताहाकू मोर अर्धचंद्र सर।
କହ କହରେ କିରାତ କିମ୍ ପାଇଁ ରହିଲୁ ନୀରବ? କି ଆଶ୍ଚର୍ଯ୍ୟ, ବ୍ୟର୍ଥ ହୁଏ କିମ୍ପା ମୋର ସ୍ୱର। କହରେ କିରାତ ରଣସାଦ ମେଣ୍ଟିଲା କି ତୋର? ବୀର ପାର୍ଥ, ଚିହ୍ନିଲି ମୁଁ ତୋତେ। ଏ ଯୁଦ୍ଧରେ ଆଉ ବତ୍ସ ନାହିଁ ପ୍ରୟୋଜନ। ନ ଚିହ୍ନି ମୁଁ ମିଛଟାରେ କଲିଆଡ଼େ ଦ୍ରୋହ। କିଏ କିଏ ତୁମ୍ଭେ ମହାତ୍ମା? ନ ଜାଣି ମୁଁ ଯୋଛିଲି ଅପାର। ଦୋଷା ଦୋଷ କ୍ଷମା କରି ଭାସିବ କି ପରିଚୟ ତବ? ବତ୍ସ ଅର୍ଜୁନ, ମୁଁ ହିଁ ଏ ଉଦ୍ୟାନ ଅଧିକାରୀ କୈଳାସପତି ଶିବ। କିରାତ ବେଶରେ ମୁଁ ତୁମ୍ଭର ଶକ୍ତି ପରୀକ୍ଷା କରୁଥିଲି। କଣ ମୁଁ ଶୁଣୁଛି? ଅଜ୍ଞାନପଣରେ ରିପୁର ବଶବର୍ତ୍ତୀ ହୋଇ ଦେବଦେବ ମହାଦେବଙ୍କୁ ଦେଲି ମୁହିଁ କଷ୍ଟ। ହେ ତ୍ରିଲୋଚନ, ଅଜ୍ଞାନ ମୁଁ, କ୍ଷମା କର ଦୋଷ ଏ ଦାସର। ଉଠ ଉଠ ଅର୍ଜୁନ। ମା ଜଗତ ଜନନୀ, ଏ ଦିନ ଦୋଷ କ୍ଷମା କର ମା। ଦେବୀ ପାର୍ବତୀ, ଅର୍ଜୁନ ଏ ମହାବଳଶାଳୀ ଯଦୁପତି ଶ୍ରୀକୃଷ୍ଣଙ୍କ ସଖା ଆଜି ଏ ଯୁଦ୍ଧରେ ଦେବଦେବ ମହାଦେବଙ୍କୁ ପରାସ୍ତ କରିଥିବାରୁ ତୁମ ରଣକୌଶଳରେ ମୁଁ ମୁଗ୍ଧ ହୋଇଛି ଫାଲ୍ଗୁନି। ସେହି ପରିପ୍ରେକ୍ଷୀରେ ଅର୍ଜୁନକୁ ମୁଁ ଏକ ବର ପ୍ରଦାନ କରିବାକୁ ଇଚ୍ଛା କରୁଛି ପାର୍ବତୀ। ଆପଣଙ୍କ ଇଚ୍ଛା ଶୀଘ୍ର ପୂର୍ଣ୍ଣ କରନ୍ତୁ ପ୍ରଭୁ। ପୁତ୍ର ଅର୍ଜୁନ, ପ୍ରଭୁ ସଦାଶିବ ତୁମ ପ୍ରତି ସଦୟ ହୋଇଛନ୍ତି। ଯାହା ଇଚ୍ଛା ତାଙ୍କଠାରୁ ବର ମାଗିନିଅ ପୁତ୍ର। ମାଗିନିଅ ବର ଯାହା ଇଚ୍ଛା ତୋର, ପରାକ୍ରମ ଦେଖି ଦୟା ହେଲା ମୋହର। ମାଗିନିଅ ବର ଯାହା ଇଚ୍ଛା ତୋର, ପରାକ୍ରମ ଦେଖି ଦୟା ହେଲା ମୋହର। ବାସବ ତୋହର ତାତ, କେଶବ ତ ପ୍ରିୟ ପାତ୍ର, ତୋତେ କେବା ସାମରଥ ଏହି ଜଗତର। ଯେବେ ଦୟା ପଞ୍ଚାନନ ପ୍ରବାସେ ମିଳିବ ନ। ଅସ୍ତୁ ହେଉ ରେ ଅର୍ଜୁନ କାମନା ତୋହର। ଏ କଣ କଲେ ପ୍ରଭୁ? ଅର୍ଜୁନ ସାଥିରେ ଆପଣ ଏ କି ପ୍ରତାରଣା କଲେ? ପ୍ରତାରଣା? ପ୍ରତାରଣା କାହିଁକି ପାର୍ବତୀ? ଅଙ୍ଗ ଆପଣଙ୍କର ଶୁଦ୍ଧ ନୁହେଁ ପ୍ରଭୁ। ଏ ବର ପ୍ରଦାନ କଲେ ଫଳ ମିଳିବ ନାହିଁ। ତେଣୁ ତୁମେ ଠିକ୍ କହିଛ ଭବାନୀ। ମୁଁ ଯାଉଛି, ଏଇ କ୍ଷଣି ସ୍ନାନ ମାର୍ଜନା କରି ଆସିବି। ଅର୍ଜୁନ, ଏଡ଼ିକି ନିର୍ବୋଧ ତୁହି? ଅନ୍ନ ଭିକ୍ଷା କି କାରଣେ ମାଗିଲୁ ଶିବଙ୍କୁ? କ୍ଷତ୍ରିୟ ସନ୍ତାନ ତୁହି, ମାଗ ବର ଯଦ୍ୱାରା କି ଲଭିବୁ ପୌରୁଷ। ମା ଶଙ୍କରୀ, ଅଧମ ଅଜ୍ଞାନ ମୋହି ନ ଜାଣଇ କିଛି। ଦୟା ବହି କହିଦିଅ ମାତା, ଯେଉଁ ଭାବେ ହୋଇବ ମଙ୍ଗଳ। ପ୍ରଭୁ ଆଶୁତୋଷ ଯେଣୁ ତୁଷ୍ଟ ତୋ ଉପରେ, ମାଗି ଘେନ ତାଙ୍କଠାରୁ ପାଶୁପତ ଅସ୍ତ୍ର। ଏ ଅଧମ ପୁତ୍ର ପ୍ରତି ଆପଣଙ୍କର ଅଶେଷ କରୁଣା ମା। ଏଇ ତ ଆସିଲେଣି ପ୍ରଭୁ। ବତ୍ସ ପାର୍ଥ, ଶୁଦ୍ଧ ଅଙ୍ଗେ ଆସିଲି ମୁଁ ଏବେ। ଯାହା ଇଚ୍ଛା ମାଗି ଘେନ, ଇଚ୍ଛା ମତେ ବର। ହେ ପଶୁପତି, ସଦୟ ହୋଇଛେ ଯେବେ ଅଧମ ସନ୍ତାନେ, ପାଶୁପତ ଅସ୍ତ୍ର ଦାନ କର ଅଭାଗାରେ। ଏ ଗୂଢ଼ ରହସ୍ୟ କାହୁଁ ଜାଣନ୍ତା ଅର୍ଜୁନ। ନିଶ୍ଚୟ ଏହା ପାର୍ବତୀର କୂଟ ପରାମର୍ଶ। କଣ ଏତେ ଭାବୁଛନ୍ତି ପ୍ରଭୁ? ଅର୍ଜୁନର ଇଚ୍ଛା ତେବେ ହେବ କି ଅପୂର୍ଣ୍ଣ? ନା ଧନଞ୍ଜୟ, ଶିବ ବାକ୍ୟ ନୋହିବ ଅନ୍ୟଥା। ହର୍ଷ ଚିତେ ଦେଲି ନିୟ ପାଶୁପତ ଅସ୍ତ୍ର। ଦେବୀ ପାର୍ବତୀ, ତୁମେ କଣ ଅର୍ଜୁନରେ ଦେବ ନାହିଁ ବର? ଦେବା ପାଇଁ ମୋର ମଧ୍ୟ ଜାଗିଛି ବାସନା। ତେବେ ଯାଅ ଦେବୀ, ତୁମ୍ଭେ ମଧ୍ୟ ନିଜ ଅଙ୍ଗ ଶୁଦ୍ଧ କରି ଆସ। ଆସୁଛି ପ୍ରଭୁ, ଏହି କ୍ଷଣି ଆସୁଛି। ବତ୍ସ ଅର୍ଜୁନ, ଜାଣୁ ତୁ ହିଁ ମାଗିବୁ କି ବର? ନା ପ୍ରଭୁ, ଜାଣେ ନାହିଁ ଏ ଅଧମ ତାହା। ଦୟା ବହି ଅଧୀନରେ କରନ୍ତୁ ଆଦେଶ, କେଉଁ ବର ଜନନୀଠୁ କରିବି ଗ୍ରହଣ। ମନେ ରଖ ପାର୍ଥ, ମାଗି ନେବୁ ଦେବୀଠାରୁ ଅକ୍ଷୟ ତୁଣିର। ଯେଉଁ ସରେ ମହିଷାସୁର ହୋଇଛି ନିଧନ, ନ ସନ୍ଧାନିବୁ କେବେ ଏହା ଇତର ପ୍ରାଣୀରେ। କାର୍ଯ୍ୟକାରୀ ହେବ ତୋର ଭାରତ ସମରେ। ଏଇ ତ ଆସିଲେଣି ଦେବୀ।
ବତ୍ସ ସବ୍ୟସାଚୀ, ଏବେ ମୁଁ ହିଁ ପ୍ରସନ୍ନ ତ ପରେ। କିବର ମାଗୁଛ ପୁତ୍ର, ମାଗ ହର୍ଷ ଚିତ୍ତେ। ଦେବୀ ହୋଇଛ ସନ୍ତୁଷ୍ଟା ଯେବେ ଅଧମ କିଙ୍କରେ, ଦିଅନ୍ତୁ ହରସେ ତେବେ ଅକ୍ଷୟ ତୁଣୀର। ଏହି ଭିକ୍ଷା ଆଜି ତବ ଶ୍ରୀପଦ ଯୁଗଳେ। ତଥାସ୍ତୁ ତଥାସ୍ତୁ ଅର୍ଜୁନ, ଏଇ ନିଅ ଅକ୍ଷୟ ତୁଣୀର। କିନ୍ତୁ ପୁତ୍ର ରଖିଥିବୁ ଗୋପନ ଏହାକୁ, ନ ପ୍ରକାଶିବୁ କେବେ ଏହା ରୁକ୍ମିଣୀ ନାହାରେ। ଆଦେଶ ତବ ପାଳନ କରିବି ମାତ। ପ୍ରଭୁ ଏବେ ମୁଁ ହିଁ ଖେନୁଛି ମେଲାଣି। କି ଆଶ୍ଚର୍ଯ୍ୟ, ଶ୍ରୀକୃଷ୍ଣଙ୍କ କଥା କିମ୍ବା ମନେ ପଡ଼େ ଆଜି। ଯେଣେ ଚାହେଁ କୃଷ୍ଣମୟ ଦିଶେ ଖାଲି ମୋତେ। ନା ନା, ଏହା ମୋର ବାତୁଳ ମନ। ସେ ଲାବଣ୍ୟ ମାଧୁରୀ ରୂପ ସତେ କ'ଣ ଏ ଭାଗ୍ୟରେ ଆଉ ଦେଖା ମିଳିବ? ଆରେ ଏଇ ତ ମୋ ସଖା। ଯାଉଛି ଏଇ ଅଦ୍ଭୁତ ନବଗୁଞ୍ଜର ବେଶରେ ସଖା ନିକଟରେ ପହଞ୍ଚିବି। ଦେଖେ ସଖା ମୋତେ ଚିହ୍ନି ପାରୁଛି କି ନାହିଁ। ଆଶ୍ଚର୍ଯ୍ୟ, ଏ କ'ଣ? ଏ କି ଅଦ୍ଭୁତ ଜୀବ ଉଭା ମୋ ସମ୍ମୁଖେ। ପୂର୍ବେ ତ ଏଭଳି ଅଦ୍ଭୁତ ପ୍ରାଣୀ କେବେ ମୁଁ ଦେଖିନଥିଲି। ଏ କେଉଁ ଅଦ୍ଭୁତ ରୂପ କାହୁଁ ଆସିଲା ରେ, ମୋ କଳ ବଳ କୌଶଳ ଧ୍ୱଂସିଲା ରେ। ମାଥେ କୁକୁଟ ମୁକୁଟ, ମୟୂର ପ୍ରାୟ ଏକ କଣ୍ଠ, ବୃଷଭ ପ୍ରାୟ ଏକ ପୃଷ୍ଠ, ଦିଶିଲା ରେ। ବ୍ୟାଘ୍ର ଅଶ୍ୱହସ୍ତୀ ପଦ, ସିଂହ କଟି ସର୍ପଲାଞ୍ଜ, ମନୁଷ୍ୟର ବର ଏକ, ମିଶିଲା ରେ। ଏ ଅଦ୍ଭୁତ ପ୍ରାଣୀକୁ ଦେଖି ମୋର ବୁଦ୍ଧି ବିବେକ ହଜିଯିବା ସଙ୍ଗେ ସଙ୍ଗେ ମନର ଆନନ୍ଦ ଦ୍ୱିଗୁଣିତ ହୋଇ ଉଠୁଛି କାହିଁକି? ଏହା କୌଣସି ଦେବୀ ମାୟା ନୁହେଁ ତ? କିବା ବ୍ରହ୍ମା ହରି ହରେ, କପଟ କଲେ ମୋଠାରେ, ବାଳକୃଷ୍ଣ ଭୋଲେ ନିଶ୍ଚେ, ଗ୍ରାସିଲା ରେ। ନା, ନୁହେଁ ଏହା ବନଚର ପ୍ରାଣୀ, ନିଶ୍ଚୟ ଏହା ମାୟାବୀର ମାୟା। ହେ ନବରଙ୍ଗିଆ, କିଏ ତୁହି? କହ କିସ ବାଞ୍ଛା? ମାଗୁ ଯେବେ ପ୍ରାଣ ମୋର, ଅବିଳମ୍ବେ ସମର୍ପିବି ତୋତେ। ନା, ସଖାକୁ ମୋର ଆଉ ଅଧିକ ସଂଶୟରେ ବୁଡ଼ାଇ ରଖିବି ନାହିଁ। ଏଥରକ ନିଜ ରୂପ ପ୍ରକାଶ କରି ଦର୍ଶନ ଦେବି। କିଏ? ପ୍ରାଣର ସଖା, ପ୍ରାଣର ସଖା କୃଷ୍ଣଚନ୍ଦ୍ର? ହଁ ସଖା, ତୋ ବିହୁନେ ଶୂନ୍ୟ ମୋତେ ଦିଶିଲା ଗୋଲକ। ତେଣୁ ତୋତେ ଦେଖିବା ନିମନ୍ତେ, ଦେଖାଇବା ଲାଗି ନବ ଗୁଞ୍ଜରର ବେଶ, ଆସିଲି ମୁଁ ବନ ପଥେ ତେଜ୍ୟା କରି ପୁରୀ। ପ୍ରଭୁ, ପ୍ରଭୁ ଗୋଲକ ବିହାରୀ, ଏ ଅଭାଗା ସତରେ ଆପଣଙ୍କର ମନେ ପଡ଼ିବ? ମୁଁ କେବେ ବିଶ୍ୱାସ କରିନଥିଲି ପ୍ରଭୁ। କିଏ ଏହି ଜୀର୍ଣ୍ଣ ଶୀର୍ଣ୍ଣ ଜରାଗ୍ରସ୍ତ ବୃଦ୍ଧ? ଜଣାଯାଏ ବ୍ୟାଧିଗ୍ରସ୍ତ ସେହି। ମୁଁ ଅଗ୍ନି ଦେବତା ବୋଲି ଅର୍ଜୁନ ମୋତେ ଏପର୍ଯ୍ୟନ୍ତ ଚିହ୍ନି ପାରିଲା ନାହିଁ। ଏଠି ଅର୍ଜୁନ ଆଉ ଶ୍ରୀକୃଷ୍ଣ ଏକତ୍ର ଅଛନ୍ତି।
ମନେ ହୁଏ ମନୋରଥ ନିଶ୍ଚୟ ପୂର୍ଣ୍ଣ ହେବ। ଏ ବ୍ରାହ୍ମଣ ବେଶରେ ଯାଏ ତାଙ୍କ ନିକଟକୁ। ବିପ୍ରବର, କି କାରଣେ ଆସିଛେ ସ୍ଥଳେ? କିବା ତବ ଅଭିଳାଷ କରନ୍ତୁ ପ୍ରକାଶ। ଶକ୍ତି ଥିଲେ ମେଣ୍ଟାଇବି ଦୁର୍ଦ୍ଦଶା ତୁମ୍ଭର। ପାରିବ ମେଣ୍ଟାଇ ଯେବେ ଦୁଃଖ ଏ ବିପ୍ରର, ପାରିବ କି ସତ୍ୟ କରି ମୋହରି ନିକଟେ? ସତ୍ୟ ସତ୍ୟ କାହିଁକି କରିବି ବ୍ରାହ୍ମଣ? ଏହିପରି ସତ୍ୟ କରି ଥରେ ହୋଇଛି ମୁଁ ଭ୍ରାତପାଶେ ଦ୍ରୋହୀ। ଯାହା ଇଚ୍ଛା ମାଗ ବିପ୍ରବର, ଦେବୀ ନିଶ୍ଚେ କହୁଅଛି ସତ୍ୟ। ବେଶ, ଶୁଣ ତେବେ ଧନଞ୍ଜୟ। ମୁହିଁ ଅଗ୍ନିଦେବ, ଗ୍ରାସୀ ଅଛି ଲୁଦୁବୁଦୁ ବ୍ୟାଧି ମୋ ଶରୀର। ଆସିଛି ମୁଁ ଆଶ୍ରା କରି ତୋତେ ଏହି ସ୍ଥାନେ। ଦହିଣ ଖାଣ୍ଡବ ବନ, ଯେବେ ମୋତେ ରୋଗମୁକ୍ତ କରାଇବୁ ପାର୍ଥ, ଉପଯୁକ୍ତ ଧର୍ମ ତେବେ ଅର୍ଜିବୁ ତୁ ବାବୁ। କିନ୍ତୁ ମନେ ରଖିଥିବୁ, କୀଟଠୁ ପତଙ୍ଗ ଯାଏ ନ ଛାଡ଼ିବୁ କାହାରିକୁ କାନନ ମଧ୍ୟରୁ। ପ୍ରଭୁ ଅଗ୍ନିଦେବ, ଆପଣଙ୍କ କୃପାରୁ ଏବଂ ଭଗବାନଙ୍କ ଦୟାରୁ ନିଶ୍ଚୟ ମୁଁ ଏହି ମୁହୂର୍ତ୍ତରେ ଖାଣ୍ଡବ ଦହନ କରି ଆପଣଙ୍କୁ ଯଥାଶକ୍ତି ସାହାଯ୍ୟ କରିବି। ସଖା, କର ଆଶୀର୍ବାଦ। ଖାଣ୍ଡବ ଦହନ କରି ବ୍ୟାଧି ମୁକ୍ତ କରେ ଯେହ୍ନେ ଅଗ୍ନିଦେବଙ୍କର। ଉଠ ସଖା, करे आशीर्वाद। कृतकार्य हुओ तुम्भे देवଙ୍କ हितरे। नारायण नारायण नारायण। आश्चर्य, देवराज इंद्र वर्तमान रंभा उर्वशी नृत्य गीतरे विभोर। आउणे अर्जुनर साहाय्य नहीं अग्नि देवता खांडवन दहन करिवारे व्यस्त। जाए ए विषय टिके इंद्र को चेताई नदेले हेब नाही। नारायण नारायण नारायण। किए देवर्षे आसन ग्रहण करंतु मुनि श्रेष्ठ। प्रणति श्रीपदे देवविधिर नंदन। कुह मुनिवर, किवा अभिलाषे असमय समागत एथि? देवराज, आसन्न विपत्ति जणु पड़े तुम्भंकु असमय बाध्य होई आसिले स्थले। विपत्ति? कि विपत्ति देवर्षि? अर्जुन तोर खांडव बनरे अग्नि संजोग करिछि सचिपति। कौन कहले देवर्षि? अर्जुन मोर खांडव बनरे अग्नि संजोग करिछि? हाँ देवराज, अग्नि को लुदुबुदु व्याधिरु मुक्त करिवा लागि अर्जुन तोहर खांडव बनरे अग्नि को प्रवेश कराइछि। तेबे तेबे उद्यान रक्षक गंधर्व माने कौन नथिले? थिले कौन हेबो? अर्जुन एपरि भावरे गंधर्व मानकु आक्रमण करिछि जे सेमाने प्राण भयरे एणे तेणे पळाइछन्ति। पशु पक्षी कीट पतंग केही हेले से अग्निरु वर्ती नाहंती। ना ना, मु जाउछि एही मुहूर्तरे मो खांडव बनकु अग्निग्रासरु रक्षा करिबि। नारायण नारायण नारायण। आश्वस्त होइला प्राण खांडव दहने। नाही आउ लेस मात्र व्याधिर लक्षण। धन्य धन्य अर्जुन,
ଧନ୍ୟ ତବ ବଳବୀର୍ଯ୍ୟ ବୀରତ୍ୱ ସାହସ। ଅର୍ଜୁନ ପ୍ରୀତ ମୁହିଁ ତୁମ୍ଭଠାରେ ଇଚ୍ଛା ସୁଖେ ମାଗି ଘେନ ବର। ବର କି ବର ମାଗିବି ଦେବ? ପ୍ରୀତ ଯଦି ହୋଇଅଛ ଅଧମ କିଙ୍କରେ, ଦୟା ବହି ଦିଅ ମତେ ଗାଣ୍ଡିବ କାର୍ମୁକ। ତଥାସ୍ତୁ ତଥାସ୍ତୁ ପାର୍ଥ, ଏହି ନିଅ ଗାଣ୍ଡିବ କାର୍ମୁକ। ହେ ପ୍ରଭୁ ଅଗ୍ନିଦେବ ଅନ୍ତର୍ଦ୍ଧାନ ହୋଇଗଲେ। अरे अरे मूढ़मती पाषण्ड अर्जुन, एड़े को आस्पर्धा तोर देखिबि रे मूर्ख आजी केते शक्ति अछि तो बाहुरे। पांडवाजा रजा तोका कलु एड़े कांडरे, पांडवाजा रजा तोका कलु एड़े कांडरे। खांडव दहिलु मूर्ख संभाळ तो मुंडरे, पांडवाजा रजा तोका कलु एड़े कांडरे। सावधान सावधान सचिपति, अर्जुन को नमन सामान्य। वृथा स्मरणे प्रयोजन किस, शक्ति थिले कर रण रे मूढ़ अर्जुन। बेश प्रस्तुत मुहि, धर अस्त्र सचिपति। क्षांत हुओ सचिपति, क्षांत हुओ। वृथा रणे नाही प्रयोजन। पिता पुत्र मध्य युद्ध न सभे दांडकु। देवहिते वीरपार्थ करिअछि एहा, नुहई विधेय तब बधिबा ताहाकु। प्रभु जदुपति प्रणाम चरणे। देवराज क्षमा कर पार्थवीरे, मोहरी मंगल पाई खांडवकु दहिछि अर्जुन, से निमंते दोषी मु एथिरे। धन्य धन्य रे अर्जुन, संतुष्ट होइली तब बलबीर्य देखी। आनंद रे जाचुअछि वर, इच्छा सुखे मागी खेन जहा अभिलाष। पिता अधम संताने जेबे होइछ सदय, क्षमा करी दोष मोर महत गुणरे, दियो मते दान तब किरीट भूषण। तथास्तु तथास्तु अर्जुन, खेन एहा वीरभूषा रूपे। आजिठु किरीटी नाम विद्यमान रहिला तो महिमंडल रे। जेते दिन ए किरीट थिबो तो शिररे, यशस्वी होइबु तुही जुगे जुगे बाबू।